ओं नमो भगवते वासुदेवाय। राजन शुण एक चित देहरु देह होई जात बीजरु बीज जेह्ने जात आत्मारु निर्मित जगत आत्मा शरीर भिन्न करी पूर्वे जे विधाता विचारी। ମହାରାଜ ଚିତ୍ରକେତୁଙ୍କର ପୁତ୍ର ହେବାର ନଥିଲା। ତେଣୁ 10,000 ପତ୍ନୀଙ୍କୁ ବିବାହ କରିବା ସତ୍ତ୍ୱେ 100,000 1,000 100,000 କଲେ 1,00,000, ସହସ୍ର ହେଉଛି 1,000, 100 ହେଲା 100, 1,00,000 ବିବାହ କରିବା ସତ୍ତ୍ୱେ ବି ସମସ୍ତେ ବନ୍ଧ୍ୟା ଥିଲେ। ଗୋଟିଏ ହେଲେ ପୁତ୍ର ଲାଭ କରିପାରି ନଥିଲେ। ଅଙ୍ଗିରା ଋଷି ଯେତେବେଳେ ରାଜାଙ୍କ ନିକଟକୁ ଆସିଲେ ସେତେବେଳେ ରାଜା ତାଙ୍କୁ ଅନୁରୋଧ କଲେ ଯେ ତାଙ୍କ କୃପାରୁ ସେ ଯେପରି ଅନ୍ତତଃ ଗୋଟିଏ ପୁତ୍ର ସନ୍ତାନ ଲାଭ କରିବେ। ଅଙ୍ଗିରା ଋଷିଙ୍କ ଆଶୀର୍ବାଦରେ ମାୟା ଦେବୀଙ୍କ କୃପାରୁ ସେ ଗୋଟିଏ ପୁତ୍ର ଲାଭ କଲେ, କିନ୍ତୁ ସେହି ପୁତ୍ରଟିର ଦୀର୍ଘକାଳ ବଞ୍ଚିବାର ନଥିଲା। ତେଣୁ ପ୍ରଥମେ ଅଙ୍ଗିରା ଋଷି ରାଜାଙ୍କୁ କହିଲେ ଯେ ଗୋଟିଏ ପୁତ୍ର ଲାଭ କରିବେ ଯିଏକି ତାଙ୍କର ଆନନ୍ଦ ଓ ବିଷାଦର କାରଣ ହେବ। ଭଗବାନଙ୍କ ବିଧାନ ଅନୁସାରେ ରାଜା ଚିତ୍ରକେତୁଙ୍କର ପୁତ୍ର ଲାଭ କରିବାର କଥା ନଥିଲା। ନିଷ୍ଫଳା ବୀଜରୁ ଯେପରି ଶସ୍ୟ ଉତ୍ପନ୍ନ ହୁଏ ନାହିଁ, ସେହିପରି ଭଗବାନଙ୍କ ଇଚ୍ଛା ଅନୁସାରେ ପୁରୁଷତ୍ୱ ଅଭାବ ଥିବା ପୁରୁଷ ଠାରୁ ସନ୍ତାନ ଉତ୍ପନ୍ନ ହୁଏ ନାହିଁ। ତେଣୁ ବେଳେ ବେଳେ ସର୍ବ ପୁରୁଷତ୍ୱହୀନ ପିତା ଓ ବନ୍ଧ୍ୟା ମାତାର ସନ୍ତାନ ହୁଏ, ପୁଣି ବେଳେ ବେଳେ ବୀର୍ଯ୍ୟବାନ ପିତା ଓ ଉର୍ବରା ମାତା ମଧ୍ୟ ନିଃସନ୍ତାନ ହୁଅନ୍ତି। ବେଳେ ବେଳେ ଗର୍ଭ ନିରୋଧ ବ୍ୟବସ୍ଥା ସତ୍ତ୍ୱେ ବି ସନ୍ତାନ ଜନ୍ମ ହୁଏ। ପିତାମାତା ସେହି ଗର୍ଭରେ ହିଁ ଶିଶୁକୁ ବି ହତ୍ୟା କରୁଛନ୍ତି। ଏବେ ଦେଖୁଛନ୍ତି ଯେ ଗର୍ଭରେ ସନ୍ତାନକୁ ହତ୍ୟା କରିବାର ମନୁଷ୍ୟର ଏକ ସାଧାରଣ ଅଭ୍ୟାସ ଏଟା ହୋଇପଡ଼ିଛି। କାହିଁକି ଗର୍ଭ ନିରୋଧ ବ୍ୟବସ୍ଥା କରିବା ସତ୍ତ୍ୱେ ବି ତାହା କାର୍ଯ୍ୟକାରୀ ହେଉନାହିଁ? କାହିଁକି ସନ୍ତାନ ଜନ୍ମ ହେଉଛି ଯାହାକୁ କି ତାର ପିତାମାତା ସେହି ଗର୍ଭରେ ହତ୍ୟା କରୁଛନ୍ତି? ଏ ଦ୍ୱାରା ଆମେ ଏହି ସିଦ୍ଧାନ୍ତରେ ଉପନୀତ ହଉ ଯେ ବୈଜ୍ଞାନିକ ଜ୍ଞାନ ଭିତ୍ତିରେ ଆମ୍ଭମାନଙ୍କର ଯେଉଁ ସବୁ ଆୟୋଜନ, ତା ଦ୍ୱାରା ଆମେ ଜାଣିପାରୁନାହୁଁ ଯେ କ'ଣ ଘଟିବ, କ'ଣ ହେବ। ତାହା ପ୍ରକୃତ ପକ୍ଷେ ନିର୍ଭର କରେ ଭଗବାନଙ୍କ ଇଚ୍ଛା ଉପରେ। ଭଗବାନଙ୍କ ଇଚ୍ଛା ଉପରେ ଆମେ ପରିବାର, ସମାଜ, ବ୍ୟକ୍ତିତ୍ୱର ଭିତ୍ତିରେ କୌଣସି ବିଶେଷ ଅବସ୍ଥା ପ୍ରାପ୍ତ ହଉ। ସେଗୁଡ଼ିକୁ ମାୟାର ପ୍ରଭାବରେ ଆମ୍ଭମାନଙ୍କ ବାସନା ଅନୁସାରେ ଭଗବାନଙ୍କର ବ୍ୟବସ୍ଥା। ତେଣୁ ଭକ୍ତିମୂଳକ ଜୀବନରେ ଆମ୍ଭେମାନେ ଜାଣିପାରୁ ଯେ ଆମ୍ଭମାନଙ୍କର କୌଣସି ବାସନା ରହିବା ଉଚିତ ନୁହେଁ, ଯେହେତୁ ସବୁକିଛି ନିର୍ଭର କରେ ଭଗବାନଙ୍କ ଉପରେ। ଭକ୍ତି ରସାମୃତ ସିନ୍ଧୁରେ ଅଛି, ଅନ୍ୟାଭିଳାଷିତା ଶୂନ୍ୟଂ ଜ୍ଞାନ କର୍ମାଦ୍ୟନାବୃତମ୍ ଆନୁକୂଲ୍ୟେନ କୃଷ୍ଣାନୁଶୀଳନଂ ଭକ୍ତିରୁତ୍ତମା। କୌଣସି ପ୍ରକାର ଜଡ଼ ଜାଗତିକ ଲାଭ ବାସନା, ସକାମ କର୍ମ ଅବା ଦାର୍ଶନିକ ଜ୍ଞାନର କାମନା ବାସନା ଶୂନ୍ୟ ହୋଇ ଅନୁକୂଳ ଭାବରେ ଭଗବାନଙ୍କର ପ୍ରେମମୟୀ ସେବାକୁ ଉତ୍ତମ ଭକ୍ତି ବା ଶୁଦ୍ଧ ଭକ୍ତି କୁହାଯାଏ। ତେଣୁ ହେ ରାଜା କହୁଛନ୍ତି ଯେ ଶୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ତୁମେ ଓ ତୁମ୍ଭେମାନେ ଏ କଥା କହିଲେ, ଶୁଣ, ଏଠି ଚିତ୍ରକେତୁ ଆଉ ପତ୍ନୀମାନେ, ମନ୍ତ୍ରୀଗଣ, ସଚରାଚର ସମସ୍ତ ଜଗତ ଯେ ଏହି ବର୍ତ୍ତମାନ କାଳରେ ବିଦ୍ୟମାନ, ତାହା ଏକ ଅନିତ୍ୟ ପରିସ୍ଥିତି। ଆମ୍ଭମାନଙ୍କ ଜନ୍ମର ପୂର୍ବେ ତାହା ନଥିଲା, ମୃତ୍ୟୁ ପରେ ତାହା ରହିବନି। ତେଣୁ ବର୍ତ୍ତମାନରେ ଆମ୍ଭମାନଙ୍କର ଯେଉଁ ସ୍ଥିତି, ତାହା ମିଥ୍ୟା ନହେଲେ ବି ଅନିତ୍ୟ। ବ୍ରହ୍ମଂ ସତ୍ୟଂ ଜଗତ୍ ମିଥ୍ୟା। ତେଣୁ
जगत मिथ्या नुहे किंतु अनित्य ता स्वप्नमय निद्रित हेबा पूर्वर स्वप्नर अस्तित्व न थाए जाग्रत हेबा परे भी तार अस्तित्व न थाए ए दुईटी अवस्थार मध्यवर्ती कालीन जो समय तारी मध्य केवल स्वप्नर अस्तित्व तेणु ताहा अनित्य बोली गोटे दिगरु मिथ्या सेहीपरि समस्त जड़ सृष्टि आंभ मानकर ओ अन्य मानकर सृष्टि सबु ही अनित्य स्वप्न देखिबा पूर्वरु स्वप्न पई शोक करुना स्वप्न भांगिबा परे मध्य शोक करुने तेणु स्वप्न बा स्वप्न देखिथिबा परिस्थिति को वास्तव बोली मन करी सेथिलागि शोक करिबा उचित नुहे ताहा ही होची प्रकृत ज्ञान समस्त जीवंकर ईश्वर भगवान अवश्य जड़ जगतर सृष्टि व्यापार निरपेक्ष किंतु ता सत्वे भी समुद्र कूल बालकटीए जेपरी क्रीड़ा छल किछि तैयारी करे बाली रे बाली घर तैयारी करिवो भगवान भी सेहीपरि सबकिछि तांको नियंत्रणाधीन रे रखिकिनी सृष्टि स्थिति संहार कार्य संपादन करते पितामाता को संतान उत्पादन कार्य रे व्याप्त रखी से सृष्टि करती राजा मानक द्वारा से पालन करती सर्प आदि मृत्यु